ଆଜିର ଏହି ଭିଡ଼ିଓରେ ଆମେ ଦେଖିବା ବିଜ୍ଞାନ ବିଷୟର 10ଟି ବହୁତ ଗୁରୁତ୍ୱପୂର୍ଣ୍ଣ ଜିକେ, ଯାହାକି ପ୍ରତ୍ୟେକ ଛାତ୍ରଛାତ୍ରୀ, ପାଠକ ପାଠିକା ତଥା ସାଧାରଣ ଲୋକମାନଙ୍କ ପାଇଁ ଜାଣିବା ନିତାନ୍ତ ଜରୁରୀ। ଦେଖିବା ପ୍ରଥମ ପ୍ରଶ୍ନ। ପାଣିର ରାସାୟନିକ ସୂତ୍ର କ'ଣ? ପାଣିର ରାସାୟନିକ ସୂତ୍ର କ'ଣ? ଏଠାରେ ଅପସନ୍ ଅଛି HO2, H2O2, H2O, HO। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି H2O। ପରବର୍ତ୍ତୀ ପ୍ରଶ୍ନ। ସୂର୍ଯ୍ୟ କେଉଁ ଗ୍ୟାସରେ ନିର୍ମିତ? ସୂର୍ଯ୍ୟ କେଉଁ ଗ୍ୟାସରେ ନିର୍ମିତ? ଏଠାରେ ଅପସନ୍ ଅଛି ହାଇଡ୍ରୋଜେନ୍ ଓ କାର୍ବନ, ହାଇଡ୍ରୋଜେନ୍ ଓ ଫସ୍ଫରସ୍, ହିଲିୟମ୍ ଓ ସଲଫର, ହାଇଡ୍ରୋଜେନ୍ ଓ ହିଲିୟମ୍। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 2 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ହାଇଡ୍ରୋଜେନ୍ ଓ ହିଲିୟମ୍। ପରବର୍ତ୍ତୀ ପ୍ରଶ୍ନ। ପୂର୍ଣ୍ଣବୟସ୍କ ମଣିଷ ଶରୀରରେ କେତେ ଖଣ୍ଡ ହାଡ଼ ଥାଏ? ପୂର୍ଣ୍ଣବୟସ୍କ ମଣିଷ ଶରୀରରେ କେତେ ଖଣ୍ଡ ହାଡ଼ ଥାଏ? ଏଠାରେ ଅପସନ୍ ଅଛି 200, 206, 300, 306। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 3 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି 206। ପରବର୍ତ୍ତୀ ପ୍ରଶ୍ନ। ଦ୍ରୁତଗାମୀ ପଶୁ କିଏ? ଦ୍ରୁତଗାମୀ ପଶୁ କିଏ? ଏଠାରେ ଅପସନ୍ ଅଛି ବାଘ, ସିଂହ, ହାତୀ, ଚିତା। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 4 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ଚିତା। ପରବର୍ତ୍ତୀ ପ୍ରଶ୍ନ। ବିଦ୍ୟୁତର ଆବିଷ୍କାରକ କିଏ? ବିଦ୍ୟୁତର ଆବିଷ୍କାରକ କିଏ? ଏଠାରେ ଅପସନ୍ ଅଛି ଜନ୍ ମାକାଉଲେ, ବେଞ୍ଜାମିନ୍ ଜିନ୍, ବେଞ୍ଜାମିନ୍ ଫ୍ରାଙ୍କଲିନ୍, ଜନ୍ ଫ୍ରାଙ୍କଲିନ୍। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 5 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ବେଞ୍ଜାମିନ୍ ଫ୍ରାଙ୍କଲିନ୍। ପରବର୍ତ୍ତୀ ପ୍ରଶ୍ନ। DNAର ପୂରା ନାମ କ'ଣ? DNAର ପୂରା ନାମ କ'ଣ? ଏଠାରେ ଅପସନ୍ ଅଛି ଡିଅକ୍ସି ନିଉ ଏସିଡ୍, ଡିଟର୍ଜେଣ୍ଟ ନିଉ ଏସିଡ୍, ଡିଅକ୍ସି ନାଇଟ୍ରେଟ୍ ଏସିଡ୍, ଡିଅକ୍ସି ରାଇବୋ ନ୍ୟୁକ୍ଲିକ୍ ଏସିଡ୍। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 6 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ଡିଅକ୍ସି ରାଇବୋ ନ୍ୟୁକ୍ଲିକ୍ ଏସିଡ୍। ପରବର୍ତ୍ତୀ ପ୍ରଶ୍ନ। ପ୍ରକାଶର ଗତି ସେକେଣ୍ଡ ପ୍ରତି କେତେ କିଲୋମିଟର? ପ୍ରକାଶର ଗତି ସେକେଣ୍ଡ ପ୍ରତି କେତେ କିଲୋମିଟର? ଏଠାରେ ଅପସନ୍ ଅଛି 2 ଲକ୍ଷ କିଲୋମିଟର, 3 ଲକ୍ଷ କିଲୋମିଟର, 4 ଲକ୍ଷ କିଲୋମିଟର, 5 ଲକ୍ଷ କିଲୋମିଟର। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 7 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି 3 ଲକ୍ଷ କିଲୋମିଟର। ପରବର୍ତ୍ତୀ ପ୍ରଶ୍ନ। ସବୁଠୁ ବଡ଼ ଗ୍ରହର ନାମ କ'ଣ? ସବୁଠୁ ବଡ଼ ଗ୍ରହର ନାମ କ'ଣ? ଏଠାରେ ଅପସନ୍ ଅଛି ଶନି, ବୁଧ, ଶୁକ୍ର, ବୃହସ୍ପତି। ଏଠାରେ ନିଜର ଜ୍ଞାନ ପରିସରକୁ ପରଖିବା ପାଇଁ
कमेंट माध्यम तुम लिखिपर जे 8 नंबर क्यों ऑप्शन टी ठीक अच्छी। एठारी सठिक उत्तरटी होउछि बृहस्पति। परवर्ती प्रश्न, पृथ्वीर आयुष केते? पृथ्वीर आयुष केते? एठारे ऑप्शन अच्छी 4.54 बिलियन वर्ष, 5.54 बिलियन वर्ष, 5.6 बिलियन वर्ष, 6.54 बिलियन वर्ष। एठारे निजर ज्ञान परिसर को परखिबा पई कमेंट माध्यम तुम लिखिपर जे 9 नंबर क्यों ऑप्शन टी ठीक अच्छी। एठारे सठिक उत्तरटी होउछि 4.54 बिलियन वर्ष। परवर्ती प्रश्न, पृथ्वी और चंद्र मध्य दूरता केते? पृथ्वी और चंद्र मध्य दूरता केते? एठारे ऑप्शन अच्छी 3,84,400 किलोमीटर, 3,84,600 किलोमीटर, 3,85,600 किलोमीटर, 3,80,400 किलोमीटर। एठारे निजर ज्ञान परिसर को परखिबा पई कमेंट माध्यम तुम लिखिपर जे 10 नंबर क्यों ऑप्शन टी ठीक अच्छी। एठारे सठिक उत्तरटी होउछि 3,84,400 किलोमीटर। धन्यवाद। एपरी वीडियो देखिबा पई हमर ए चैनल को निश्चय कमेंट करंतु, लाइक करंतु एवं शेयर करंतु। ठीक अछि, धन्यवाद।